ଆଜି ଆମେ ସହରମାନଙ୍କର ଜନସଂଖ୍ୟା ବିଷୟରେ ପଢ଼ିବା। ତଳ ସାରଣୀରେ କିଛି ଭାରତୀୟ ସହରର ଜନସଂଖ୍ୟା ଦିଆଯାଇଛି, ସେଗୁଡ଼ିକୁ ଲକ୍ଷ୍ୟ କର। ସହରର ନାମ, ତା'ର ଜନସଂଖ୍ୟା 2011 ମସିହାରେ କେତେ ଥିଲେ, 2001 ମସିହାରେ କେତେ ଥିଲେ। ଧର ସହର ନାମ ଭୁବନେଶ୍ୱର, ତା ଜନସଂଖ୍ୟା 2011 ମସିହାରେ ଥିଲେ 8,85,363। ତା'ର ଜନସଂଖ୍ୟା 2001ରେ କେତେ ଥିଲେ ନା ବଢ଼ି ଯାଇଛନ୍ତି। 2001ରେ କେତେ ଥିଲେ 6,58,220। ଦେଖ 2011ରେ ଜନଗଣନା ଥିଲା ଜନସଂଖ୍ୟା ଥିଲେ ଭୁବନେଶ୍ୱରରେ 6,58,220। ସେଇଟା ବଢ଼ିଯାଇଛି କେବେ 2011 ଜନଗଣନା ବେଳକୁ ଓଡ଼ିଶାର ଜନସଂଖ୍ୟା ଗଣନ୍ତି ଭୁବନେଶ୍ୱର ଜନସଂଖ୍ୟା କେତେ ହୋଇଛି 8,85,363। ସେପରି ମୁମ୍ବାଇରେ ଦେଖ, ନୂଆଦିଲ୍ଲୀ, ବେଙ୍ଗାଲୁରୁ ମାନେ 2001 ଜନଗଣନା ଅନୁସାରେ 2011 ଜନଗଣନାରେ ଲୋକଙ୍କର କ'ଣ ହେଇଛି ସଂଖ୍ୟା ବୃଦ୍ଧି ହେଇଛି। ହାଇଦ୍ରାବାଦ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ସୁରତ, ବ୍ରହ୍ମପୁର, ପୁନେ, କଟକ, ଲକ୍ଷ୍ନୌ, କାନପୁର, ନାଗପୁର, ଇନ୍ଦୋର, ଭୋପାଳ, ବିଶାଖାପାଟଣା, ପାଟନା, ସମ୍ବଲପୁର କ'ଣ ହେଇଛି ଜନସଂଖ୍ୟାର କିଛି କିଛି କ'ଣ ଘଟିଛି ବୃଦ୍ଧି ଘଟିଛି। ଏହି ତଥ୍ୟ ଅନୁସାରେ ଆସ ଆମେ ଏହାର କ୍ୱେଶ୍ଚନ୍ ଆନ୍ସର୍ଟି କରିବା। ଉପରେ ଦିଆଯାଇଥିବା ସାରଣୀର ତଥ୍ୟ ଅନୁଯାୟୀ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ। ଉପରୋକ୍ତ ତଥ୍ୟ ବିଷୟରେ ତୁମ ଶ୍ରେଣୀରେ ଆଲୋଚନା କର। ଦେଖ ଏହି ତଥ୍ୟ ବିଷୟରେ ଆମେ ପ୍ରଥମେ କ'ଣ ଆଲୋଚନା କରିବା। କର ଆନ୍ସର୍ ସିଟ୍ କର ଆନ୍ସର୍ ଆମେ ପ୍ରଥମେ ଦେଖିବା। ଦେଖ କର ଆନ୍ସର୍ ଆସିବ 2001ରୁ 2011 ମଧ୍ୟରେ କେତେକ ସହରର ଜନସଂଖ୍ୟା ବୃଦ୍ଧି ପାଇଛି ଓ କେତେକ ସହରର ଯଥା କେଉଁ ସହରର ଜନସଂଖ୍ୟା ବୃଦ୍ଧି ହୋଇଛି ଅଧିକ ମାତ୍ରାରେ, ବେଙ୍ଗାଲୁରୁ, ହାଇଦ୍ରାବାଦରେ ଅଧିକ ହୋଇଛି ଓ କେତେକ ସହରର କୋଲକାତା ପରି ସହରର ମଧ୍ୟ କମ୍ ଅଛି ହେଲା। ତାପରେ ଦେଇଛି ସେକେଣ୍ଡ କ୍ୱେଶ୍ଚନ୍ ଆମର ଆସିବ ଉପରୋକ୍ତ ସାରଣୀ ପାଇଁ ଏକ ଉପଯୁକ୍ତ ଶୀର୍ଷକ କ'ଣ ହେବ, ଗୋଟେ ଟାଇଟେଲ୍ କ'ଣ ଦେବା। ଏଇ ଯେଉଁ ଆମେ ଏଇଟା ଜନସଂଖ୍ୟାଟା ପଢ଼ିଲେ 2011ର ଜନସଂଖ୍ୟା କେତେ ଥିଲେ, 2001ର ଜନସଂଖ୍ୟା କେତେ ଥିଲେ, କେଉଁ ସହରର କେତେ ଥିଲେ, ତା'ର ଆମେ ଶୀର୍ଷକ ଯଦି ଆମକୁ ଗୋଟେ କୁହାଯିବ ତା'ର ଟାଇଟେଲ୍ଟା ଆମେ କ'ଣ ଦେବା। ଟାଇଟେଲ୍ ଆସିବ କ'ଣ ନା ଉପଯୁକ୍ତ ଶୀର୍ଷକ ହେବ ଭାରତର ପ୍ରମୁଖ ସହର ଜନସଂଖ୍ୟାର ଅଭିବୃଦ୍ଧି 2001 ଏବଂ 2011। ଏଇଟା ହେଉଛି ତା'ର ଟାଇଟେଲ୍। ତାପରେ ଦେଖ 2011 ମସିହାରେ ଭୁବନେଶ୍ୱର ସହରର ଜନସଂଖ୍ୟା କେତେ ଆନୁମାନିକ ଭାବରେ 2001 ତୁଳନାରେ ଏହା କେତେ ବୃଦ୍ଧି ପାଇଛି। ପ୍ରଥମେ କେମିତି କରିବା ଆସ ଦେଖିବା। ପ୍ରଥମେ ଲେଖିବ 2011 ମସିହାର ଭୁବନେଶ୍ୱର ସହରର ଜନସଂଖ୍ୟା କେତେ ଥିଲା। ଏଠି ଦେଖିଦେବ ଭୁବନେଶ୍ୱର ସହର ଜନସଂଖ୍ୟା କେତେ ଥିଲା 2011 ମସିହାରେ 8,85,363। ଲେଖିବ 8,85,363। 2001 ମସିହାରେ ଭୁବନେଶ୍ୱର ସହରର ଜନସଂଖ୍ୟା କେତେ ହେଲେ ଏଠି କେତେ ଲେଖା ହେଇଛି 6,58,220 ଲେଖିଦେଲ। ତାପରେ ଅନୁମାନିକ ଭାବରେ ଦେବା। ଦେଖ ଏଠି 8,85,000 ଅଛି, ସେଟାକୁ ଆମେ ଅନୁମାନିକ ଭାବରେ କ'ଣ ନେଇପାରିବା 8,85,363 ଅଛି, ଆମେ ନେଇପାରିବା 8,85,000 ଖାଲି ନେଇପାରିବା, 363 ନେବା ଦରକାର ନାହିଁ। ତାପରେ 6,58,220 ଅଛି, ସେଟାକୁ ଆମେ ନେଇପାରିବା 6,60,000 ନେଇପାରିବା। ନେଇକି ତା'ର ଆମେ କ'ଣ କରିବା ତା'ର ଅନ୍ତର ନିର୍ଣ୍ଣୟ କରିବା, ମାନେ ଅନୁମାନ ଭାବରେ ଖୋଲିବାକୁ କହିଛି। ସଠିକ୍ ଆନ୍ସର୍ ଆମ ଦରକାର ନାହିଁ, ଏଇଟାକୁ ଆମେ ବିୟୋଗ କରି ଲେଖିବା। ଅନୁମାନିକ ଭାବରେ ଏହାର ବିୟୋଗ ଫଳ ବାହାରିବ। ଏହାର କେତେ ବୃଦ୍ଧି ପାଇଛି ଜନସଂଖ୍ୟାଟା ନା 2,25,000 ବୃଦ୍ଧି ପାଇଛି, ମାନେ ଏଇଟା ଅନୁମାନିକ ଭାବରେ। ତାପରେ 2001 ଏବଂ 2011 ମଧ୍ୟରେ କେଉଁ ସହରର ଜନସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି। ଦେଖ ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ସୁରତ ଇତ୍ୟାଦି ସହରର ଜନସଂଖ୍ୟା ଅଧିକ ମାତ୍ରାରେ ବୃଦ୍ଧି ହୋଇଛି। କେଉଁ କେଉଁ ସହରର ଜନସଂଖ୍ୟା 2001 ତୁଳନାରେ ପ୍ରାୟ 2 ଗୁଣ ବୃଦ୍ଧି ହୋଇଛି। ଆଚ୍ଛା ଦେଖିବା କେଉଁ କେଉଁ ସହର 2 ଗୁଣ ବୃଦ୍ଧି ହୋଇଛି। 2011 ତୁଳନାର ପ୍ରାୟ 2 ଗୁଣ ବୃଦ୍ଧି ହୋଇଛି ଥିବା ସହର ଦେଖ ବେଙ୍ଗାଲୁରୁରେ 2001 ଜନସଂଖ୍ୟା କେତେ ଥିଲେ 43,01,326। ସେଇଟାକୁ ଅନୁମାନିକ ଆମେ ନେବା ଧର 43,000। ତାପରେ 2011 ଜନଗଣନା କେତେ ଥିଲେ 44,05,000
25,970 ବାର ଅନୁମାନିକ ଭାବେ ନେବା 44,000। ଦେଖ ପୁରା ଡବଲ୍ ହେଇଯାଇଛି, ଏଠି 43,000 ଥିଲା, ଏଠି ପୁରା ହେଇଯାଇଛି 44,000, ମାନେ ତାର ଡବଲ୍ ହେଇଯାଇଛି ବା 2 ଗୁଣ ହେଇଯାଇଛି। ସେମିତି ହାଇଦ୍ରାବାଦରେ ଦେଖ 2001ରେ ଜନଗଣନା ଅନୁସାରେ ଜନସଂଖ୍ୟା କେତେ ଥିଲେ? 36,37,483। ତାକୁ ଅନୁମାନିକ ନେବା ଆମେ କେତେ? 36,000। ତାପରେ 2011 ଜନଗଣନା କେତେ ହେଲେ? 68,09,970। ତାକୁ ଅନୁମାନିକ ଭାବେ ନେବା 68,00,000 ଆଉ 68,00,000 ଟୋଟାଲ୍ ନେଇଯିବା। ତାପରେ ପୁରା ଡବଲ୍ ହେଇଗଲା, 36 ଥିଲା ଏଠି 68 ହେଇଗଲା। ତାପରେ ସୁରତରେ ସେମିତି ଦେଖ 2011ରେ ଥିଲେ କେତେ? 24,33,835। ତାକୁ ଆମେ ଅନୁମାନିକ ଭାବରେ ନେଇପାରିବା 24,000। ଆଉ 2001 ଜନଗଣନା ଅନୁସାରେ ହେଲା 44,67,797। ସେଟା ନେଇପାରିବା ଆମେ 45,000 ନେଇପାରିବା। ଦେଖ ଡବଲ୍ ତାର ହୋଇଯାଇଛି। ଉପରୋକ୍ତ ଆଲୋଚନାରୁ ଜଣାଗଲା ଯେ 2001ରୁ 2011 ମଧ୍ୟରେ କେତେ ସହର ଜନସଂଖ୍ୟା 2 ଗୁଣ ବଢ଼ିଯାଇଛନ୍ତି। ଭୁବନେଶ୍ୱରର ଜନସଂଖ୍ୟାକୁ କେଉଁ ସଂଖ୍ୟା ଦ୍ୱାରା ଗଣନ କଲେ ସମୁଦାୟ ସହର ଜନସଂଖ୍ୟାର ପାଖାପାଖି ହେବ? ଦେଖ ଭୁବନେଶ୍ୱର ଜନସଂଖ୍ୟାକୁ କେଉଁ ସଂଖ୍ୟା ଦ୍ୱାରା ଆମେ ଗଣନ କରିବା? ଦେଖ ଭୁବନେଶ୍ୱରର ଜନସଂଖ୍ୟା କେତେ ଅଛି 2011ରେ କେତେ ଅଛନ୍ତି? 8,85,363। ମୁମ୍ବାଇରେ କେତେ ଅଛନ୍ତି? 2011 ଜନଗଣନା ଅନୁସାରେ 24,42,373। ଯଦି ଏଟାକୁ ଆମେ ଡିଭାଇଡ଼ କରିବା ବାହାରିବ 14 ପଏଣ୍ଟ ସମଥିଙ୍ଗ ବାହାରୁଛି। ଭୁବନେଶ୍ୱର ଜନସଂଖ୍ୟାକୁ ଏତିକି ଦ୍ୱାରା 14.05 ସଂଖ୍ୟା ଦ୍ୱାରା ଗୁଣନ କଲେ ମୁମ୍ବାଇ ସହର ଜନସଂଖ୍ୟା ପାଖାପାଖି ଆସିବ। ଦେଖ ତାପରେ ଆମେ ପଢ଼ିବା ଗୁଣନରେ ସଂରଚନା। ନମିତ ଓ ରମେଶ ଗୁଣନ ସମ୍ବନ୍ଧୀୟ ଖେଳ ଖେଳୁଥିଲେ। ସେମାନେ ଗୋଟିଏ ସଂଖ୍ୟାକୁ 10, 100, 1000 ଇତ୍ୟାଦି ସଂଖ୍ୟା ଗୁଣିବା ପାଇଁ ଏକ ଆକର୍ଷଣୀୟ ଶୈଳୀ ସେମାନେ ଆଣିଲେ। ଦେଖ 116 ଗୁଣନ 5। ଆମେ ଏମିତି କ'ଣ କରିଥାନ୍ତେ? 116 ଗୁଣନ 5କୁ ବସି ଗୁଣିଥାନ୍ତେ, ଏମିତି କେତେ ତାର ଆନ୍ସର୍ ବାହାରିଥାନ୍ତା। କିନ୍ତୁ ସିଏ କ'ଣ ଟ୍ରିକ୍ କଲା ନା 116 ଗୁଣନ 10/2, 10/2 ଯାହା 5 ସେ 2 5 10, ତେଣୁ 5 ନ ଲେଖିକି ସେ 100/2 ଲେଖିଦେଲା। ଏଠି 2ର କାଟିଲା 16କୁ, 2 5 10, 10ରୁ 1 ନେଲା 16, 2 8 16 କେତେ ହେଲା? 58। ଆଉ 58 10 ଗୁଣ ଦେଲା, ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲା 580। ତାପରେ ରମେଶ ନିମ୍ନ ପ୍ରକ୍ରିୟାରେ ଏଇ ଗୁଣନଟା କଲା। ଦେଖ 284 ଗୁଣନ 25 ଆମେ ବସି ଗୁଣିଥାନ୍ତେ, ସେ କ'ଣ କଲା ନା 284 ଗୁଣନ 100/4, କାରଣ 25ରୁ 100, 100/4 ଲେଖିବା ଯାହା 25 ଲେଖିବା ସେଇଆ। ତେଣୁ ସେ 25 ନ ଲେଖିକି ସେ କ'ଣ ଲେଖିଲା 100/4। ସେଇଟା କାଟିଲା 4 ଦୁଣେ 8, 4ର 2 କଟା ଯାଇପାରିବନି, ତେଣୁ ଏଠି ଫାଷ୍ଟ 0 ପକାଇଲା, 4 0 0। ତାପରେ 2 ପଳେଇ ଆସିଲା 24, 424 ବାହାରିଲା କେତେ? ତାପରେ ଦୁଇଟାକୁ ଗୁଣି ଦେଲା 206 ଆଉ 2ଟା 0 ଲେଖିଦେଲା, କେତେ ବାହାରିଲା? 20,600। ଆମେ ଠିକ୍ ସେହିପରି ଏଠି ଯେଉଁ ଦେଇଛି ଆମର ଚିନ୍ତା କରିକି ନିଜେ କରି ଦେଖ। ଏଇ ଅଙ୍କ ଗୁଡ଼ାକୁ ଆମେ ବର୍ତ୍ତମାନ କରିବା। ଦେଲା এইটা দেলা 2 গুণন 1768 গুণন 50। আমি ট্রিক ইউজ করিকি কেতে শীঘ্র ম্যাথটা করিপারিবা। দেখ মু এতে মন তুমি কহিদেবি কিছু খাতা বহি ব্যবহার ন করিকি বি তুমি এই গুণনটি করিপারিব। দেখ প্রথমে কোণ করিব, তুমি এমতি জানি না তুমি প্রথমে কোণ করে থাকতো 1768 କୁ 200 সহ গুণি থাকতো, যা ভার 50 সহ গুণি থাকতো নাই। কেমিতি আমি করিবা না সহজ প্রণালীরে শীঘ্র নির্ণয় করিবার উপায় হচ্ছে আমি 50କୁ 2 সহিত গুণি দেবা। 50 দুণে কেতে 100, 100କୁ কাହା সহিত গুণিবা 1768 সহিত। 1768 2টা 0 হয়েগলা, মুহাঁমুহি ম্যাথ হয়েগলা। তারপরে এই ম্যাথ গুড়াক দেখ কেমিতি করিবা মু তোমাকে এটি দেখাইবি হেলা। দেখ এটা যে তোমাকে মু বুঝাইলি, প্রথমে কোণ কলি 2କୁ 50 সহিত গুণন কলি 1768, তারপরে কেতে বাহারা 100, 768, 768ର 2ଟା 0 ଆଡ଼୍ କରିଦେଲି। ତାପରେ ଦେଲା 72 ଗୁଣନ 125। ଏ ଲେଖା ହେଇଛି 72 ଗୁଣନ 125। ତୁମକୁ ହିଣ୍ଟସ୍ ଦେଇଦେଲା 125 ଲେଖିବା ଯାହା 1000/8 ଲେଖିବା ସେଇଆ। ଦେଖ ଆମେ ବର୍ତ୍ତମାନ ଲେଖେ 72 ଗୁଣନ 1000/8।
72 ଗୁଣନ 1000/8 8 ନୂଆ 72 9 କଟିଲା 9 1000 ଗୁଣନେ 9000 ବାହାରିଲା। ତାପରେ ନେବା ପରବର୍ତ୍ତୀ ସଂଖ୍ୟାଟିକୁ ଦେଖ ମୁଁ ଦୁଇଟି ଉପାୟରେ କରିଛି, ତୁମେ ବି ଆଉ ଗୋଟେ ଉପାୟରେ ବି କରିପାରିବ, କିଛି ଅସୁବିଧା ନାହିଁ। ଦେଖ ପ୍ରଥମେ କ'ଣ ହେଲା 125 ଗୁଣନ 40 ଗୁଣନ 8 ଗୁଣନ 25। 125କୁ ମୁଁ କହିଲି 8 ସହିତ ଗୁଣନ କରିଦେବ, 40କୁ 25 ସହିତ ଗୁଣ କରିଦେବ। ଏ ଦୁଇଟା ଗୁଣନ କରିଦେଇ ଗୋଟେ ଲେଖିଦେଲ, ଏ ଦୁଇଟା ଗୁଣ କରିକି ଗୋଟେ ଲେଖିଦେଲ, ତାପରେ ଦୁଇଟା ମଧ୍ୟ ଗୁଣ କରିଦେଲ, ଖାଲି 1 ରହିଲା। ଆଉ ଇଏ 3ଟା ଶୂନ ମିଶିକି କେତେଟା ଶୂନ ହେଲେ 6ଟା ଶୂନ। ତାପରେ 125 ଗୁଣନ 40 ଗୁଣନ 8 ଗୁଣନ 25। ତାକୁ 125ଟାକୁ ଆମେ କେମିତି ଲେଖିପାରିବା 1000/8 ଲେଖିପାରିବା। ଗୁଣନ 40 ରହିଲା, ତାପରେ ଗୁଣନ 8କୁ 8 ରହିଲା, ଗୁଣନ 25ଟାକୁ କେମିତି ଲେଖିପାରିବା 100/4। ଏଇଟା କରିଦେଲେ 8 5 40 5 5ର 1000 ଗୁଣନ 5000। ଆଉ ଏଠି 100 ଅଛି 4 ଦୁଣେ 8 2 2ର 100 ଗୁଣନେ 200, ତେଣୁ 5 ଦୁଣେ 10 ଆଉ 3 2 5ଟା ଶୂନ ଲେଖିଦେବେ। ଡାଇରେକ୍ଟ ମୁହାଁମୁହିଁ କରିବ ତୁମେ। ତାପରେ ଦେଖ କମ୍ ସମୟରେ ଆମେ ଗୁଣନଫଳ ନିର୍ଣ୍ଣୟ କରିବା। ଦେଖ 25 × 22 25ର 22 25 ଯାହା ଲେଖିବା, ଯାହା 100/4 ଲେଖିବା ସେଇଆ। ଗୁଣନ 12 4 3 କଟିଗଲା 12 3 3 ଗୁଣନ ହେଲା 300। 25 ଗୁଣନ 240 25 ଲେଖିବା, ଯାହା 100/4 ଲେଖିବା ସେଇଆ। ଗୁଣନ 240 424 ଶୂନକୁ ଶୂନ ରହିଲା, ଏ ଦୁଇଟା ଗୁଣ ଦେଲା 60, ଏ ଦୁଇଟା ଶୂନ 6000 ବାହାରିଲା। ତାପରେ ଦେଖ 250 ଗୁଣନ 120। ଦେଖ 250କୁ ଲେଖିବା କେମିତି 1000/4, ଖାଲି 25ଟା ଲେଖିଥିଲେ କେବେ 100/4 250ଟା କେତେ ଲେଖିପାରିବା, ଆଉ ଗୋଟେ ଶୂନ ଖାଲି ଏକ୍ସଟ୍ରା ଆଡ଼୍ କରିଦେବା। ଗୁଣନ 120 4 3 12 3 ଏଠି ଶୂନକୁ ଶୂନ ରହିଲା, ଏ ଦୁଇଟା ଗୁଣ ଦେଲେ 30000। ତାପରେ ଦେଇଛି 2500 ଗୁଣନ 12। 2500ଟାକୁ ଆମେ କିଛି ନେଇପାରିବା 2500 ଗୁଣନ 12। 2500ଟା ଆଉ ଗୋଟେ ଏକ୍ସଟ୍ରା, ଏଠି 250 ଥିଲା, ନହେଲେ ଏଠି 2500 ଗୋଟେ ଶୂନ ଏକ୍ସଟ୍ରା ହେଇଛି, ଏଠି ଗୋଟେ ଶୂନ ଏକ୍ସଟ୍ରା କରିଦେବା ସହିତ ଏଠି 12କୁ 12 ଲେଖିଦେବା 4 3 12। এটা হচ্ছে 30,000 বাহারিব, কারণ এটি গোটে শূন্য এক্সট্রা লা, এটি গোটে শূন্য কমি যাই, এটি গোটে শূন্য এক্সট্রা করদেলে এটা কমিগলা, তেমন দুইটা মধ্যে আনসার আমার সেম বাহারা। কিন্তু এটি গোটে দেখ নূয়া উপায় গোটে ম্যাথ দিয়েছি, আমার ইয়ার আনসার তোমাকে দেই না কেউ দুইটা সংখ্যাকে তার গুণ্য আর গুণক যেটাকে আমি কুহতি, এটা হচ্ছে গুণ্য গুণক, যেটাকে আমার আনসার বাহারছে সেটা হচ্ছে গুণফল। এটা গুণ্য আর গুণক তোমাকে দেই না, ডাইরেক্ট গুণফল তোমাকে দিয়েদেলা। আমি কিপর আস নির্ণয় করা দেখা। দেখ এ সংখ্যাটা দিয়েছি কত 2500 লা, এটি খালি গোটে শূন্য এক্সট্রা আড করদেলে এটা হব 48,000 4800 নিয়ে যা। এটি 2500 লিখি 25,000 লিখবা, যা তাকে 1,00,000/4 লিখবা সেইয়া। তারপরে 48,000 তা কাটিলে 4 কে 4 4 দুনে 8 শূন্যকু শূন্য রহিলা। তবে এই দুইটাকে আমি আড করদেলে দেখ 1200 হচ্ছে 1200 লিখিদেলে। তারপরে এটি কত শূন্য হচ্ছে 3 2 5টা শূন্য 3 2 5টা শূন্য 7টা শূন্য। দেখ এটি কতটা আছে 1 2 3 4 5 6 7টা শূন্য আমার বাহারি পড়া এই আনসার হল। ଆମେ ଗୁଣଫଳ କେତେ ବଡ଼ ତଳେ ଦିଆଯାଇଥିବା କୋଠରୀ ଗୁଡ଼ିକରେ ଗୁଣନ ଗୁଡ଼ିକ ମଜାଦାର ସଂରଚନା ସୃଷ୍ଟି କରୁଛନ୍ତି। ଏହି ସଂରଚନାକୁ ଖୋଜିବା ପାଇଁ ଗୁଣଫଳ ନିର୍ଣ୍ଣୟ କର। ଲକ୍ଷ୍ୟ କରିଥିବା ସଂରଚନାକୁ ଆଧାର କରି ଗୁଣନ ଗୁଡ଼ିକ ଆଗକୁ ବଢ଼ାଅ। ଦେଖ 11 1 1 1 1 ଏଇଟା କେତେ ଆନ୍ସର ବାହାରିବ। ତାପରେ ଏମିତି ଏଇଗୁଡ଼ାକୁ ଆମେ ତାକୁ ଗୁଣଫଳ ନିର୍ଣ୍ଣୟ ସବୁଟାର କରିବା। ଆସ ଦେଖିବା। ପ୍ରଥମ ଆମକୁ ଦେଲା 11 ଗୁଣନ 11 କେତେ ବାହାରିବ 121 1 2 1। ତାପରେ ଗୋଟେ ଏଠି ଗୋଟେ 1 ଆଡ଼ ହେବ, ଏଠି ଗୋଟେ 1 ଆଡ଼ ହେବ 1 2 3 2 1। ତାପରେ ଏଠି ଗୋଟେ 1 ଆଡ଼ ହେବ, ଏଠି ଗୋଟେ 1 ଆଡ଼ ହେବ, ସେ 1 2 3 ରହିବ, ଖାଲି 4 ଆଡ଼ ହେଇଯିବ 1 2 3 4 ପୁଣି 3 2 1 ପୁଣି ସେଇଟା ଲେଖାଯିବ। ତାପରେ 5ଟା 1 সেই 1 2 3 4 5 ଆଡ଼ କରିଦେବା, ପୁଣି 1 4 3 2 1 ଯାହା ଅଛି ସେ। ତାପରେ 6ଟା 1 ପୁଣି କେମିତି ଲେଖିବା 1 2 3 4 5 6 ପୁଣି 5 5 4 3 2 1 ହେଲା। ଅଧାର ରିଭର୍ସ ଫର୍ମରେ ତୁମେ ଲେଖିବ। ତାପରେ ଏଟା ଦେଖ ସେମିତି ସେ ଉପାୟରେ ଦେଖିପାରୁଥିବ 66 61। ତାପରେ ତାକୁ ଆମେ କ'ଣ କରୁଛନ୍ତି ଗୁଣ କରି ଲେଖୁଛନ୍ତି, ସେ ଖାଲି ଗୋଟେ ସଂଖ୍ୟାଟି ଖାଲି ଆଡ଼ ହେଇଛି ଦେଖିପାରୁଥିବ।
এই ভাବରେ এটা করিব। দেখ দেখ 101 101 খালি 2 4 6 8 10 এইটা খালি আড হব, আর সবু সেম রহিব। বুঝিହେলা?